ସାହିତ୍ୟ ଭାରତୀ ସମ୍ମାନ ବର୍ଷ କେଉଁ ବର୍ଷ ଦିଆଗଲା, କେଉଁ ବର୍ଷର ସମ୍ମାନ, କିଏ ପାଇଲେ, କେଉଁ ପ୍ରକାର କୃତି ପାଇଁ। 1996 ରେ ଦିଆଗଲା। 1995 ବର୍ଷର ସମ୍ମାନ ମନୋଜ ଦାସ କଥା ସାହିତ୍ୟ ପାଇଁ ପାଇଥିଲେ। 1997, 1996 ସଚ୍ଚିଦାନନ୍ଦ ରାଉତରାୟ କାବ୍ୟ ସାହିତ୍ୟ। 1998, 1997 ବେଣୀମାଧବ ପାଢ଼ୀ ପ୍ରବନ୍ଧ ଓ ଗବେଷଣା। 1999, 1998 ନନ୍ଦିନୀ ଶତପଥୀ ଅନୁବାଦ। 2000, 1999 ଚିତ୍ତରଞ୍ଜନ ଦାସ ପ୍ରବନ୍ଧ ସାହିତ୍ୟ। 2001, 2000 ପଠାଣି ପଟ୍ଟନାୟକ ପ୍ରବନ୍ଧ ସାହିତ୍ୟ। 2002, 2001 ବୀଣାପାଣି ମହାନ୍ତି କଥା ସାହିତ୍ୟ। 2003, 2002 ବ୍ରଜନାଥ ରଥ କାବ୍ୟ ସାହିତ୍ୟ। 2004, 2003 ଶାନ୍ତନୁ କୁମାର ଆଚାର୍ଯ୍ୟ ସମଗ୍ର ସାହିତ୍ୟ କୃତି। 2005, 2004 ରାଜେନ୍ଦ୍ର କିଶୋର ପଣ୍ଡା କାବ୍ୟ ସାହିତ୍ୟ। 2006, 2005 ମହାପାତ୍ର ନୀଳମଣି ସାହୁ ଉପନ୍ୟାସ। 2007, 2006 ରମାକାନ୍ତ ରଥ କାବ୍ୟ ସାହିତ୍ୟ। 2008, 2007 ବିଭୂତି ପଟ୍ଟନାୟକ ଉପନ୍ୟାସ। 2009, 2008 ସୌଭାଗ୍ୟ କୁମାର ମିଶ୍ର କାବ୍ୟ ସାହିତ୍ୟ। 2010, 2009 କୃଷ୍ଣଚରଣ ବେହେରା ପ୍ରବନ୍ଧ ଓ ଗବେଷଣା। 2011, 2010 ସୀତାକାନ୍ତ ମହାପାତ୍ର କାବ୍ୟ ସାହିତ୍ୟ। 2012, 2011 ଚନ୍ଦ୍ରଶେଖର ରଥ ସମଗ୍ର ସାହିତ୍ୟ କୃତି। 2013, 2012 ଜାନକୀ ବଲ୍ଲଭ ପଟ୍ଟନାୟକ ଅନୁବାଦ। 2014, 2013 ପ୍ରତିଭା ଶତପଥୀ କାବ୍ୟ ସାହିତ୍ୟ। 2015, 2014 ରବି ସିଂ କାବ୍ୟ ସାହିତ୍ୟ। 2016, 2015 ପ୍ରତିଭା ରାୟ କଥା ସାହିତ୍ୟ। 2017, 2016 ରତ୍ନାକର ଚଇନି ସମଗ୍ର ସାହିତ୍ୟ କୃତି। 2018, 2017 ସାତକଡ଼ି ହୋତା ସମଗ୍ର ସାହିତ୍ୟ କୃତି। 2019, 2018 ଶରତ ଚନ୍ଦ୍ର ପ୍ରଧାନ କାବ୍ୟ ସାହିତ୍ୟ। 2020, 2019 ରମେଶ ପ୍ରସାଦ ପାଣିଗ୍ରାହୀ ନାଟ୍ୟ ସାହିତ୍ୟ। 2021, 2020 ଦେବଦାସ ଛୋଟରାୟ କଥା ସାହିତ୍ୟ।